ଏଲ ନୂଆ ପ୍ରଡ଼କ୍ଟ ଯାହାକି ଫାଷ୍ଟ ଆରମ୍ଭ ଯାହାକି କୁହନ୍ତି ଜନ୍ମଦାତା କହିତେ ଗଲେ ଟାଇଗର ଯେ ସବୁଥିରେ ହେଉଛି ଏ ତୁଳସୀ ଏମିତି ଗୋଟେ ଜିନିଷ ଯାହାକି 200 ପ୍ରକାର ରୋଗକୁ ସେ ଭଲ କରେ। ଆଉ ଯାହା ବି ଦେଖନ୍ତୁ କେତେ ପ୍ରକାର ପ୍ରଡ଼କ୍ଟ ଅଛି ଏ ତୁଳସୀ 200 ପ୍ରକାର ରୋଗ ଥଣ୍ଡା ହେଉ କାଶ ହେଉ ଏନି ଟାଇମ୍ ଯେଉଁଟାକି ଆମେ କୁହନ୍ତି ଏଲୋପାଥିର କୁହନ୍ତି ଯେଉଁଟା ହେଉଛି କ'ଣ କୁହନ୍ତି ଆଣ୍ଟାସିଡ୍ ଯେଉଁଟାକି କୁହନ୍ତି ଯଦି ଆମ ଗୋଟେ କିଛି ଗୋଟେ ରୋଗ ହେଲା ଆମେ କ'ଣ କରୁଛନ୍ତି ପ୍ରଥମେ ତ ଗୋଟେ ମେଡ଼ିସିନ ଆଣିତେ ଯାଉଛନ୍ତି ଗୋଟେ କ'ଣ କରୁଛୁ ଆମେ ଗୋଟେ ଗ୍ୟାସ୍ ଟ୍ୟାବଲେଟ୍ ଖାଉଛନ୍ତି ସେମିତିଆ ଗ୍ୟାସ୍ ଟ୍ୟାବଲେଟ୍ ଖାଇବାକୁ ପଡ଼ିବ ପ୍ଲସ୍ ସେଇଭଳି ଭାବରେ ଇଏ ହେଉଛି ଯାହାକି ଆୟୁର୍ବେଦର ପ୍ରଥମ ଏଇଟା କରିତେ ଗଲେ ସେ ଗୋଟେ ଫାଷ୍ଟ ଇଏ ଯାହାକି ତୁଳସୀ ତମେ ଯଦି କାହାକୁ ଭୀଷଣ ଥଣ୍ଡା ହେଇଛି ଏ ତୁଳସୀ କ'ଣ କରିବ ଦିନକୁ ଥରେ ବା 2 ଥର ଗରମ ପାଣିରେ ଉଷୁମ ପାଣିରେ ପକେଇକି ଖାଇବ 10-20 ଟୋପା। ଆଉ ଏ ଖାଇବା ଦ୍ୱାରା କ'ଣ ହେବ ଆମକୁ ଥଣ୍ଡା ହେବନି ଏବଂ 200 ପ୍ରକାର ବିଭିନ୍ନ ପ୍ରକାର ରୋଗକୁ ଆମକୁ କ'ଣ ହେବ ରୋଗ ହେବନି। ଆଉ କ'ଣ ହେଉଛି ଯେ କହିବା କଥା ହେଉଛି ତୁଳସୀ ଏମିତି ଗୋଟେ ଜିନିଷ ଯାହାକି ଦେଖନ୍ତୁ ରହିଛି ଦେଖନ୍ତୁ ରାମଳା ତୁଳସୀ, ଶ୍ୟାମା ତୁଳସୀ, ଭାନ୍ୟା ତୁଳସୀ, ଅଏଲ୍ ଶ୍ଵେତ ତୁଳସୀ ଯାହାକି କେତେ ପ୍ରକାର ତୁଳସୀ ଯେଉଁଟାକି ଆମେ ଜାଣିନଥିବା ସେଇ ତୁଳସୀ ସବୁ ମିଶିକି ଯାହାକି ଇଏ ହେଇଛି ଦେଖନ୍ତୁ ଲେଖା ହେଇଛି 1-2 ଡ୍ରପ୍ ବ୍ୟବହାର କରିବା ଦରକାର ଏବଂ ଯଦି କାହାକୁ କେତେ ଗ୍ୟାସ୍ ହେଇଛି ଇଏ କରୁଛି ସିଏ ବି ଉଷୁମ ପାଣି ଖାଇବା କଥା ଏବଂ ସବୁବେଳେ ଯେତେବେଳେ ଗୋଟେ ପାଣି ଭିତରେ ରଖିଦେବି ୟାକୁ ଖାଇ ହେବ ଯାହାକି ଆପଣ ଦେଖିପାରୁଛନ୍ତି ଏ ହେଲା ପଞ୍ଚ ତୁଳସୀ। ଧନ୍ୟବାଦ।